ସାଙ୍ଗ ଗୁଡି ପିଙ୍କି ତମେ ଦୁଇ ଜଣ କଣ ଆଜି ଖେଳିବନି? ତମେ ମାନେ ସେ ବ୍ୟାଗ ଧରି କୁଆଡେ ଯାଉଛ? କୁନି ଆମେ ସ୍କୁଲ ଯାଉଛୁ। ନଦୀ ସେପାରି ସ୍କୁଲରେ ମୋ ବାପା ମୋ ନାଁ ଲେଖି ଦେଇଛନ୍ତି। ହଁ କୁନି ମୋ ମା ବି ସେ ସ୍କୁଲରେ ମୋ ନାଁ ଲେଖି ଦେଇଛନ୍ତି। ଏବେଠୁ ଆମେ ସେ ସ୍କୁଲରେ ପଢିବୁ। କୁନି ତୁ କଣ ସ୍କୁଲ ଯିବୁନି? ଆସ ଆମ ସାଙ୍ଗରେ କାଉ ଅଙ୍କଲଙ୍କ ଡଙ୍ଗାରେ ବସି ନଦୀ ପାର ହେଇ ସ୍କୁଲକୁ ଯିବା। ହଁ ହଁ ମୁଁ ବି ତୁମ ସାଙ୍ଗରେ ସ୍କୁଲକୁ ଯିବି। କାଉ ଅଙ୍କଲ ଆମେ ଆସିଗଲୁ। ଯାଅ ଡଙ୍ଗାରେ ବସ, ମୁଁ ତମ ମାନଙ୍କୁ ନଦୀ ପାର କରିଦେବି। କାଉ ଅଙ୍କଲ ମୁଁ ବି ସ୍କୁଲ ଯିବାକୁ ଚାହୁଁଛି। ମତେ ତୁମ ଡଙ୍ଗାରେ ନଦୀ ପାର କରିଦେବ? ହଁ ହଁ, ସମସ୍ତଙ୍କୁ ନଦୀ ପାର କରିବା ପାଇଁ ତ ମୁଁ ଏଠି ଡଙ୍ଗା ରଖିଛି। ଟଙ୍କା ଦେଲେ ତତେ କଣ, ସମସ୍ତଙ୍କୁ ମୁଁ ନଦୀ ପାର କରିଦେବି। ଯା ତୋ ମା ପାଖରୁ ଟଙ୍କା ଆଉ ସ୍କୁଲ ବ୍ୟାଗ ନେଇ ଆସିବୁ। ମୁଁ ତତେ ନଦୀ ପାର କରିଦେବି। ମୁଁ ଆଗ ତ ସାଙ୍ଗମାନଙ୍କୁ ନଦୀ ପାର କରିଦିଏ, ତାପରେ ତତେ ନେବାକୁ ଆସିବି। ଆଚ୍ଛା ଠିକ ଅଛି ଅଙ୍କଲ, ମୁଁ ଏବେ ମୋ ମା ପାଖକୁ ଯାଉଛି। ମା କୋଉଠି ଅଛ? ଶୀଘ୍ର ମୋ ପାଖକୁ ଆସ। ଆରେ ମା ତ ଘରେ ନାହାନ୍ତି। ମା ନିଶ୍ଚୟ ବେଲୁନ ବିକ୍ରି କରିବା ପାଇଁ ଯାଇଛନ୍ତି। ମୁଁ ସେଠାକୁ ଯାଏ। ବେଲୁନ ନିଅନ୍ତୁ, ବେଲୁନ ରଙ୍ଗ ବେରଙ୍ଗର ବେଲୁନ। ମା ତୁମେ ଏଇଠି ଅଛ? ମୁଁ ତୁମକୁ କେତେ ଜାଗା ଖୋଜିଲିଣି ଜାଣିଛ? କଣ ହେଲା ରେ ମା, ତୁ ମତେ କାହିଁକି ଏତେ ଖୋଜୁଥିଲୁ କହିଲୁ? ମା ମୋର ସବୁ ସାଙ୍ଗ ସ୍କୁଲ ଯାଉଛନ୍ତି, ମୁଁ ବି ତାଙ୍କ ସାଙ୍ଗରେ ସ୍କୁଲ ଯିବି। କାଉ ଅଙ୍କଲ ସବୁ ଛୁଆଙ୍କୁ ଡଙ୍ଗାରେ ବସି ନଦୀ ପାର କରିଦିଅନ୍ତି। ସେ ମତେ କହିଲେ ମା ପାଖରୁ ଡଙ୍ଗା ଭଡା ଆଉ ସ୍କୁଲ ବ୍ୟାଗ ଆଣିବା ପାଇଁ। ମା ମତେ ଡଙ୍ଗା ଭଡା ଆଉ ସ୍କୁଲ ବ୍ୟାଗ ଦିଅ ନା, ମୁଁ ବି ମୋ ସାଙ୍ଗମାନଙ୍କ ସହ ସ୍କୁଲ ଯିବି। ମାରି ବେଲୁନ ବିକ୍ରି କରି ମୁଁ ଯେତିକି ବି ଟଙ୍କା ପାଏ ସବୁ ଟଙ୍କା ତ ଖାଇବାରେ ହିଁ ସରିଯାଏ। ତତେ ଟଙ୍କା ଭଡା କେମିତି ଦେବି କହିଲୁ? ତୁ ମନ ଦୁଃଖ କରନି ମା, କାଲି ଯେମିତି ବି ହଉ ମୁଁ ତତେ ସ୍କୁଲ ପଠେଇବାର ବ୍ୟବସ୍ଥା କରିବି। ସତ କହୁଛ ମା? ମୁଁ ବି ମୋ ସାଙ୍ଗମାନଙ୍କ ସହ ସ୍କୁଲ ଯାଇପାରିବି? ଏମିତି ଖୁସି ହେଇ ଚଢ଼େଇ ଛୁଆ ଘରକୁ ଫେରି ଆସିଲା। ତା ମା ଅଳ୍ପ କିଛି ବେଲୁନ ବିକ୍ରି କରିସାରି ଘରକୁ ଫେରିଲା। ପରଦିନ ସକାଳେ ମାରି ତୋ ପାଇଁ ମୁଁ ସ୍କୁଲ ବ୍ୟାଗ କିଣି ପାରିଲିନି। ଘରେ ଏଇ ପରିବା ବ୍ୟାଗଟା ଅଛି, ତୁ ଏଇ ବ୍ୟାଗକୁ ସ୍କୁଲ ନେଇଯାଇଥା। ଖୁବ ଶୀଘ୍ର ମୁଁ ତତେ ସ୍କୁଲ ବ୍ୟାଗ କିଣିଦେବି। ଠିକ ଅଛି ମା, କିଛି ଅସୁବିଧା ନାହିଁ। ମୁଁ ଏ ବ୍ୟାଗ ନେଇ ସ୍କୁଲ ଚାଲିଯିବି। ଆଚ୍ଛା ଠିକ ଅଛି ରେ ମା, ଆସେ ମୁଁ ତତେ ଡଙ୍ଗାରେ ବସେଇଦେବି। କାଉ ଭାଇ କିଛି ଦିନ ବାକିରେ ମୋ ଝିଅକୁ ନଦୀ ପାର କରିଦେଇଥାଅ। ଏବେ ମୋ ପାଖରେ ଟଙ୍କା ନାହିଁ, ପଛରେ ଟଙ୍କା ହେଲେ ମୁଁ ତୁମର ସବୁ ଟଙ୍କା ସୁଝିଦେବି। ବାକି ନା ଫାକି? ନା ନା, ମୁଁ ବାକିରେ କାହାକୁ ବି ମୋ ଡଙ୍ଗାରେ ବସାଏନି। ଯେବେ ତୋ ପାଖରେ ଟଙ୍କା ହେବ ସେବେ ତୁ ତୋ ଝିଅକୁ ସ୍କୁଲ ପଠେଇବୁ। ଏଇ ଚଢ଼େଇ ଛୁଆ ଓହ୍ଲା ମୋ ଡଙ୍ଗାରୁ। ଚଢ଼େଇ ତୁ ଏତେ ଗରିବ, ତୁ ଗୋଟେ ସ୍କୁଲ ବ୍ୟାଗ ବି କିଣି ପାରିଲୁନି, ପରିବା ବ୍ୟାଗ ଦେଇ ଝିଅକୁ ସ୍କୁଲ ପଠଉଛୁ? ଛି ଛି। କାଉ ଭାଇ ମୁଁ ଗରିବ ବୋଲି ତୁମେ ମୋର ଏତେ ଅପମାନ କଲ? ମା କୁନି ଶୀଘ୍ର ଡଙ୍ଗାରୁ ଓହ୍ଲେଇବା, ଆମେ ଘରକୁ ଯିବା। ଯା ଯା, ମାଗଣାରେ ନଦୀ ପାର ହେବାକୁ ଚାହୁଁଥିଲା, ଅପମାନ କରିବିନି ତ କଣ ତୋର ପୂଜା କରିବି? ଏ ଗରିବ ଚଢ଼େଇ ଗୁଡା ମତେ ଭାରି ହଇରାଣ କରୁଛନ୍ତି। ମା ଚଢ଼େଇ ଆଉ ତାର ଝିଅ ମନ ଦୁଃଖରେ ଘରକୁ ଫେରି ଆସିଲେ। ସ୍କୁଲ ଯାଇ ନପାରି ଚଢ଼େଇ ଛୁଆ ଅନେକ କାନ୍ଦିଲା। ସେପଟେ ଦିନେ ଗୋଟେ ବୁଢୀ ଚଢ଼େଇ କାଉ ପାଖକୁ ଗଲା। ଆରେ ପୁଅ ମତେ ଟିକେ ନଦୀ ପାର କରିଦେବୁ, ମୁଁ ମୋ ଝିଅ ଘରକୁ ଯିବି। ହଁ ହଁ, ଟଙ୍କା ଦେଇ ମୋ ଡଙ୍ଗାରେ ବସ। ଆରେ ପୁଅ ମୋ ପାଖରେ ଏବେ ଟଙ୍କା ନାହିଁ, ମୋ ଝିଅ ଘରେ ପହଞ୍ଚିଲା ପରେ ମୁଁ ତାଠୁ ମାଗି ତତେ ଟଙ୍କା ଦେଇଦେବି। ଟଙ୍କା ନାହିଁ ତ ଡଙ୍ଗାରେ ଚଢିବାକୁ କାହିଁକି ଚାଲି ଆସିଲ? ତମ ଭଳି ଗରିବ ମାନଙ୍କୁ ମୁଁ ମୋ ଡଙ୍ଗାରେ ଉଠାଇନି। ମତେ ବିରକ୍ତ ନକରି ଏଠୁ ଚାଲିଯାଅ। କେତେଟା ଟଙ୍କା ପାଇଁ ତୁ ଗୋଟେ ବୁଢୀକୁ ଅପମାନ ଦେଉଛୁ? ଏ ଡଙ୍ଗାକୁ ନେଇ ତୁ ଯୋଉ ଅହଙ୍କାର କରୁଛୁ ତାହା ବେଶୀ ଦିନ ରହିବନି, ବୁଝିଲୁ? ଏମିତି କହି ସେ ବୁଢୀ ଚଢ଼େଇ ସେଠାରୁ ଚାଲିଗଲା। ରାସ୍ତାରେ ସେ ଗୋଟେ ବେଲୁନକୁ ଉଡୁଥିବାର ଦେଖିଲା। ଯେମିତି ବେଲୁନ ଉଡି ଉଡି ତା ପାଖକୁ ଆସିଲା, ସେ ସେଇ ବେଲୁନକୁ ଧରି ନେଲା। ଏ ବେଲୁନଟା କାହାର? ତାକୁ ପାଇଲେ ମୁଁ ତାକୁ ଏ ବେଲୁନ ଫେରେଇ ଦିଅନ୍ତି। ଏ ବେଲୁନଟା ମୋର ବୁଢୀ ମା, ମୁଁ ବେଲୁନ ବିକ୍ରି କରିବା ପାଇଁ ବାହାରିଥିଲି। ହଠାତ୍ ମୋ ହାତରୁ ଗୋଟେ ବେଲୁନ ଉଡିଗଲା। ତାକୁ ଧରିବା ପାଇଁ ମୁଁ ତା ପଛରେ ଉଡୁଥିଲି। ଶେଷରେ ତୁମେ ମୋ ବେଲୁନ ଧରିଲ। ଓ ଆଚ୍ଛା, ଏଇ ନେ ତ ବେଲୁନ।
ବୁଢ଼ୀ ମା ଏପଟେ ତୁମେ କୁଆଡ଼େ ଯାଉଥିଲ? ତାପରେ ସେ ବୁଢ଼ୀ ଚଢ଼ି ମା ଚଢ଼ିକୁ ସବୁ ଘଟଣା କହିଲା। ସେ କାଉ ତୁମକୁ ବି ନଦୀ ପାର କରିଦେଲାନି। ମୋ ଝିଅ ସ୍କୁଲ ଯିବାକୁ ଚାହୁଁଥିଲା, ହେଲେ ଟଙ୍କା ନାହିଁ ବୋଲି ସେ କାଉ ମୋ ଝିଅକୁ ନଦୀ ପାର କରିଦେଲାନି। ସ୍କୁଲ ଯିବା ପାଇଁ ମୋ ଝିଅ କେତେ କାନ୍ଦୁଛି, ହେଲେ କ'ଣ କରିବି କୁହ ବୁଢ଼ୀ ମା? ତାକୁ ସ୍କୁଲ ପଠେଇବା ପାଇଁ ମୁଁ ଟଙ୍କା ଯୋଗାଡ଼ କରିପାରୁନି। ମାରେ, ତୋ କଥା ଶୁଣି ମତେ ଏକ ଉପାୟ ମିଳିଗଲା। ମୁଁ ତ ଘର ତିଆରି କରି ଜାଣିଛି। ତୋ ପାଖରେ ଯେତେ ବେଲୁନ ଅଛି ମତେ ଦେ, ମୁଁ ସେସବୁ ଦେଇ ଗୋଟେ ସୁନ୍ଦର ଘର ତିଆରି କରିଦେବି। ସେଇ ବେଲୁନ ଘରେ ବସି ତୋ ଝିଅ ନଦୀ ପାର ହେଇ ସବୁଦିନ ସ୍କୁଲ ଯାଇପାରିବ। ଆଉ ତା ସହ ଅନ୍ୟ ଚଢ଼େଇ ମାନଙ୍କୁ ବି ତୋ ବେଲୁନ ଘର ଦ୍ୱାରା ନଦୀ ପାର କରି ତୁ କିଛି ଟଙ୍କା ଇନକମ୍ କରିପାରିବୁ। ତୁମେ ସତ କହୁଛ ବୁଢ଼ୀ ମା? ତୁମେ ବେଲୁନରେ ଘର ତିଆରି କରିପାରିବ? ସେମିତି ହେଲେ ତ ବହୁତ ଭଲ ହେବ। ମୁଁ ତୁମକୁ ବି ନଦୀ ପାର କରିଦେବି। ତା ସହ ମୁଁ ଗରିବ ଚଢ଼େଇ ମାନଙ୍କୁ ବି ବାକିରେ ବେଲୁନ ଘର ଦ୍ୱାରା ନଦୀ ପାର କରିପାରିବି। ତାପରେ ସେ ବୁଢ଼ୀ ଚଢ଼େଇ ପରିଶ୍ରମ କରି ଖୁବ୍ ଶୀଘ୍ର ବେଲୁନରେ ଏକ ସୁନ୍ଦର ଘର ତିଆରି କରିଦେଲା। ମା ଚଢ଼େଇ ତାକୁ ସେ ବେଲୁନ ଘରେ ବସେଇ ନଦୀ ପାର କରିଦେଲା। ବୁଢ଼ୀ ମା, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ଖୁବ୍ ସହଜରେ ନଦୀ ପାର କରିହେଲା। ଏବେ ମୋ ଝିଅ ପ୍ରତିଦିନ ସ୍କୁଲ ଯାଇପାରିବ। ଏବେ ମୁଁ ଯାଉଛି ବୁଢ଼ୀ ମା। ଆଚ୍ଛା ଠିକ୍ ଅଛି ରେ ମା, ଯା ସାବଧାନରେ ଯିବୁ। ତାପରେ ମା ଚଢ଼ି ନିଜ ଘରକୁ ଫେରି ଆସିଲା ଆଉ ତାର ଝିଅକୁ ବେଲୁନ ଘର ଦେଖେଇଲା। ବା ମା, ଏ ବେଲୁନ ଘର ତ ଖୁବ୍ ସୁନ୍ଦର ହେଇଛି। ମୁଁ ମୋ ସାଙ୍ଗମାନଙ୍କୁ ବି ଡାକି ଆଣୁଛି, ଆମେ ସମସ୍ତେ ମିଶି ନଦୀ ପାର ହେଇ ସ୍କୁଲକୁ ଯିବୁ। ଏମିତି ଚଢ଼େଇ ଛୁଆ ତା ସାଙ୍ଗମାନଙ୍କୁ ଡାକି ଆଣିଲା। ସବୁ ଛୁଆ ବେଲୁନ ଘରେ ବସି ନଦୀ ପାର ହେଇ ସ୍କୁଲକୁ ଗଲେ। ଏମିତି ଧୀରେ ଧୀରେ ପୁରା ଜଙ୍ଗଲରେ ଏକଥା ପ୍ରଚାର ହେଇଗଲା। ଧନୀ ଗରିବ ସମସ୍ତେ ମା ଚଢ଼େଇର ବେଲୁନ ଘରେ ବସି ନଦୀ ପାର ହେଉଥିଲେ, ଯାଦ୍ୱାରା ଚଢ଼େଇର ଭଲ ଟଙ୍କା ଇନକମ୍ ହେଲା। ସେପଟେ କାଉର ଇନକମ୍ ଧୀରେ ଧୀରେ କମିଗଲା। ମୋ ସହ ଶତ୍ରୁତା କରି ଚଢ଼େଇ, ତୁ କିଛି ବି ଠିକ୍ କଲୁନି। ତୁ ମୋ ବେପାର ବନ୍ଦ କରିବାକୁ ଚାହୁଁଛୁ ନା? ଦେଖେ ଏବେ ମୁଁ ତୋ ସହ କ'ଣ କରୁଛି। ଏମିତି କାଉ ଏକ ଦୁଷ୍ଟ ଯୋଜନା ବନେଇଲା। ରାତି ହେବା ପରେ ସେ ଚଢ଼େଇ ଘରକୁ ଗଲା। ଚଢ଼େଇ, ଏବେ ମୁଁ ଏଇ ଛୁଞ୍ଚି ଦ୍ୱାରା ତୋ ବେଲୁନ ଘରେ ଥିବା ସବୁ ବେଲୁନକୁ ଫଟେଇ ଦେବି। ତାପରେ ଦେଖିବି ତୁ କେମିତି ସମସ୍ତଙ୍କୁ ନଦୀ ପାର କରିବୁ। ଏମିତି କହି କାଉ ବେଲୁନ ଘରକୁ ଯିବା ପାଇଁ ବାହାରିଲା। ସେତେବେଳେ କିଛି ଚଢ଼େଇ ବେଲୁନ ଘର ଦେଖିବାକୁ ଆସୁଥିଲେ। କାଉର ସବୁ କଥା ସେମାନେ ଶୁଣି ଅନେକ ରାଗିଗଲେ ଆଉ କାଉକୁ ଧରି ତାକୁ ବହୁତ ପିଟିଲେ। ମାରପିଟ ଶବ୍ଦରେ ମା ଚଢ଼େଇ ବାହାରକୁ ଆସିଲା। ଆରେ କ'ଣ ହେଲା? ତମେ ସମସ୍ତେ କାଉକୁ ଏମିତି ପିଟୁଛ କାହିଁକି? ରୁହ ରୁହ। ଚଢ଼େଇ, ଆମେ ତ ଭଲ ପାଇଁ ହିଁ କାଉକୁ ପିଟୁଥିଲୁ। ଆମେ ଯଦି ଠିକ୍ ସମୟରେ ଆସିନଥାନ୍ତୁ, ଏ କାଉ ତ ବେଲୁନ ଘରେ ଥିବା ସବୁ ବେଲୁନ ଫଟେଇ ସାରନ୍ତାଣି। ଚଢ଼େଇ, ମୋର ଭୁଲ ହେଇଗଲା, ମତେ କ୍ଷମା କରିଦେ। ମୋ ଡଙ୍ଗାରେ ଆଉ କେହି ଯାଉନାହାନ୍ତି ତ ମୁଁ ଈର୍ଷାରେ ତ ବେଲୁନ ଘର ଫଟେଇବାକୁ ଆସିଥିଲି। ସେଦିନ ହିଁ ମୋର ଭୁଲ ହେଇଗଲା। ମୁଁ ଯଦି ସେଦିନ ତ ଝିଅକୁ ନଦୀ ପାର କରିଦେଇଥାନ୍ତି, ମତେ ଆଜି ଏମିତି ଦିନ ଦେଖିବାକୁ ପଡ଼ିନଥାନ୍ତା। ମତେ ସମସ୍ତେ କ୍ଷମା କରିଦିଅ। ମୁଁ ଆଉ କେବେ ବି କାହାର କ୍ଷତି କରିବିନି। ଏମିତି ଶୁଣି ସବୁ ଚଢ଼େଇ କାଉକୁ କ୍ଷମା କରିଦେଲେ। ସେଦିନ ପରଠାରୁ କାଉ ଆଉ କାହାର ବି କ୍ଷତି କଲା ନାହିଁ। ମା ଚଢ଼େଇ ସମସ୍ତଙ୍କୁ ତା ବେଲୁନ ଘରେ ବସେଇ ନଦୀ ପାର କରୁଥିଲା ଆଉ ଭଲ ଟଙ୍କା ଇନକମ୍ କରୁଥିଲା। କାଉ, ତୁ କେବଳ ସେଇ ଗଛରେ କାହିଁକି ପାଣି ଦେଉଛୁ? ପାଖ ଆମ୍ବ ଗଛରେ ବି ପାଣି ଦେ। ପାଣି ଦେଲେ ସିନା ଏ ଆମ୍ବ ଗଛରେ ପତ୍ର କଅଁଳିବ। ସେ ଶୁଖିଲା ଗଛରେ ପାଣି ଦେଇକି କ'ଣ ଲାଭ? ସେ ଗଛରେ ତ ଆମ୍ବର ବଳ ଧରିନି। ସେ ଗଛ ମତେ ଗୋଟେ ବି ଆମ୍ବ ଦେଇପାରିବନି। ମୁଁ ଏତେ ପରିଶ୍ରମ କରି ତାକୁ ପାଣି ଦେଇପାରିବିନି। ଏ ଆମ୍ବ ଗଛକୁ ଦେଖେ, କେତେ ବଳ ଧରିଛି ଗଛରେ। ସେଥିପାଇଁ ତ ଏଇ ଗଛରେ ମୁଁ ପାଣି ଦେଉଛି। ଯେତେବେଳେ ଏ ଗଛର ଆମ୍ବ ବଡ଼ ହେବ, ମୁଁ ସେସବୁ ବିକ୍ରି କରି ଟଙ୍କା ପାଇବି, ଟଙ୍କା। ବୁଝିଲୁ? ହଁ ବୁଝିଲି, ତୁ ଟଙ୍କା ପାଇଁ ସେ ଗଛରେ ପାଣି ଦେଉଛୁ। ହେଲେ କାଉ, ଗଛ କେବଳ ଆମକୁ ଫଳ ଦିଏନି, ଫଳ ସହ ଶୀତଳ ଛାଇ, ଫୁଲ, କାଠରେ ଆମର ଉପକାର କରେ। କୌଣସି ବି ଗଛକୁ ଅବହେଳା କରିବା ଠିକ୍ ନୁହଁ। ସବୁ ଗଛର ଯତ୍ନ ନେବା ଉଚିତ। ଏଇ ଚଢ଼େଇ, ମତେ ଆଉ ବେଶୀ ଜ୍ଞାନ ଦେନି। ବିନା ସ୍ୱାର୍ଥରେ ମୁଁ କୌଣସି କାମ କରିନି। ତତେ ଯଦି ଶୁଖିଲା ଗଛକୁ ଦେଖି ଏତେ କଷ୍ଟ ହେଉଛି, ଯାଉନୁ ତୁ ନିଜେ ଗଛରେ ପାଣି ଦେବୁ। ହଁ, ତତେ ଆଉ କହିବାକୁ ପଡ଼ିବନି। ମୁଁ ନଦୀରୁ ପାଣି ଆଣି ଏ ଗଛରେ ଢାଳିବି। ମତେ ଖାଲି ତ କଳସୀଟା ଦେ,
ମୁଁ ପାଣି ଆଣିବି। ନା, ମୁଁ ତତେ ମୋ କଳସୀ ଦେଇପାରିବିନି। ତୁ ମୋ କଳସୀରେ ପାଣି ଆଣିଲେ ମୋ କଳସୀ ଭାଙ୍ଗିଯିବ। ଏଇ ଶୁଖିଲା ଗଛ ପ୍ରତି ତୋର ଯଦି ଏତେ ଦୟା, ଯା ବଜାରରୁ ଗୋଟେ କଳସୀ କିଣି ଆଣି ନଦୀରୁ ପାଣି ଆଣିବୁ। ମୋ ପାଖରେ ଏବେ ଟଙ୍କା ନାହିଁ କାଉ, ଥିଲେ ତ ମୁଁ ନିଶ୍ଚୟ କିଣିଥାନ୍ତି। ତୁ କଳସୀ ନଦେଲେ ମୁଁ ଆଉ ଜଣଙ୍କ ପାଖରୁ କଳସୀ ଆଣି ଏଇ ଶୁଖିଲା ଗଛରେ ପାଣି ଦେଇ ତାକୁ ସତେଜ କରିଦେବି। ଏମିତି କହି ଚଢ଼େଇ ସେଠୁ ଚାଲି ଆସିଲା। ସେ ତା ପାଖ ପଡ଼ୋଶୀ ମିଟୁ ପାଖକୁ ଗଲା। ମିଟୁ ଭଉଣୀ, ମତେ ଆଜି ତୁମ କଳସୀଟା ଟିକେ ଦେଇଥାଅ। ଗୋଟେ ଆମ୍ବ ଗଛଟି ପାଣି ନ ପାଇଲାରୁ ଶୁଖି ଶୁଖି ଯାଉଛି। ମୁଁ ସେ ଗଛ ମୂଳରେ ପାଣି ଢାଳି ତୁମକୁ ତୁମ କଳସୀ ଫେରେଇ ଦେବି। ତୋ କଥା ମୁଁ ବୁଝିଲି ଯେ, ହେଲେ ଚଢ଼େଇ, ମୋ କଳସୀ ଭାଙ୍ଗି ଯାଇଛି। ବିଶ୍ୱାସ ନହେଲେ ତୁ ଘର ଭିତରକୁ ଆସି ଦେଖିଯା। ନା ନା ମିଟୁ ଭଉଣୀ, ଦେଖିବାକୁ ପଡ଼ିବନି। ମୋର ତୁମ କଥା ଉପରେ ପୁରା ବିଶ୍ୱାସ ଅଛି। ତାପରେ ମା ଚଢ଼େଇ ମିଟୁ ଘରୁ ଚାଲି ଆସିଲା। ସେ ଦିନ ସେ ଅନେକ ଚେଷ୍ଟା କଲା, ହେଲେ ସେ କୋଉଠି ବି କଳସୀ ପାଇଲାନି। ଶେଷରେ ସେ ନିଜ ଘରକୁ ଫେରି ଆସିଲା। ସେତେବେଳେ ସେ ଦେଖିଲା, ମା ମା ଦେଖ, ମୋ ମାଟିରେ କେତେ ସୁନ୍ଦର ଖେଳନା ତିଆରି କରିଛି। ଆରେ ସତରେ ତ, ମୋ ଝିଅ ମାଟିରେ କେତେ ସୁନ୍ଦର ସୁନ୍ଦର ଖେଳନା ତିଆରି କରିଛି। ଆଚ୍ଛା ମା, ତୁ ଖେଳନା ତିଆରି କରିବା ପାଇଁ ଏ ମାଟି କୋଉଠୁ ଆଣିଲୁ? ମା, କିଛି ଦୂରରେ ଏକ ଖାଲ ଅଛି, ମୁଁ ସେଇଠୁ ଏ ମାଟି ଆଣିଛି। ହେଲେ ମା, ତୁମେ ମାଟିରେ କଣ କରିବ? ମୁଁ ମାଟିରେ ଏକ କଳସୀ ତିଆରି କରିବି ରେ ମା। ମୁଁ ଆଜି ଅନେକ ଖୋଜିଲି, ହେଲେ କାହା ପାଖରେ ବି କଳସୀ ପାଇଲିନି। ଯଦି ମୁଁ ମାଟିରେ ଏକ କଳସୀ ତିଆରି କରିପାରନ୍ତି, ଗୋଟେ ଶୁଖିଲା ଗଛର ଜୀବନ ବଞ୍ଚେଇ ପାରନ୍ତି। ଏମିତି ମା ଚଢ଼େଇ ତା ଝିଅକୁ ସବୁ ଘଟଣା କହିଲା। ତାପରେ ସେ ତା ଝିଅ ସହ ମିଶି ମାଟି ଆଣି ଏକ କଳସୀ ତିଆରି କଲା। କଳସୀ ତିଆରି ସାରିଲା ପରେ ସେ ନଦୀରୁ ପାଣି ନେଇ ଶୁଖିଲା ଗଛରେ ଢାଳିଲା। ଏହିପରି ବେଶ କିଛି ଦିନ ବିତିଗଲା। କାଉ ଏ ଗଛର ଅବହେଳା କରୁଥିଲା। ଏବେ ଦେଖ, ପାଣି ପାଇଲାରୁ ଏ ଗଛଟି ସତେଜ ହେଇଗଲା। ଗଛରେ ବଉଳ ଆସିଲାଣି। କିଛି ଦିନ ପରେ ଆମ୍ବ ଫଳିବ। ମୁଁ ଆମ୍ବ ବିକ୍ରି କରି କିଛି ଟଙ୍କା ପାଇଯିବି। ଏମିତି ଚଢ଼େଇ ପ୍ରତିଦିନ ତା ଗଛରେ ପାଣି ଦେଉଥିଲା। କିଛି ଦିନ ପରେ ତା ଗଛରେ ବି ଆମ୍ବ ଫଳିଲା। ଚଢ଼େଇ ଦେଖେ, ତୁ ତ ଗଛରେ ଏତେ ଯତ୍ନ ନେଇଥିଲେ ବି ତୋ ଗଛରେ କେତେ ଛୋଟ ଛୋଟ ଆମ୍ବ ଫଳିଛି। ଆଉ ଆମ ଗଛକୁ ଦେଖେ, ତୋ ପରି ଏତେ ଯତ୍ନ ନ ନେଲେ ବି ଆମ ଗଛରେ କେତେ ବଡ଼ ବଡ଼ ଆମ୍ବ ଫଳିଛି। ଏ ଗଛଟି ମରି ଯାଇଥାନ୍ତା, ମୁଁ ପାଣି ଦେଲାରୁ ସେ ବଞ୍ଚିଗଲା। ସେ ଯେମିତି ବି ଫଳ ଦେଉ, ମୁଁ ଖୁସି। ମୁଁ ତମମାନଙ୍କ ପରି ଲୋଭୀ ନୁହଁ ଯେ ଟଙ୍କା ପାଇଁ ଗଛର ଯତ୍ନ ନେବି। ହଁ ହଁ, ଏବେ ତ ଏସବୁ କହିବୁ ନା। ଆମ ଗଛରେ ଏତେ ବଡ଼ ବଡ଼ ଆମ୍ବ ଦେଖି ତୋ ମନ ଈର୍ଷାରେ ଜଳୁଥିବ। ଆଉ ବେଶୀ ଦେଖେଇ ହେନି। ମୁଁ ଜାଣେ ତୁ ବି ଟଙ୍କା ପାଇଁ ଏ ଶୁଖିଲା ଗଛର ଯତ୍ନ ନେଇଛୁ। ଏଇ ଚଢ଼େଇ ସହିତ କଥା ହେଇ କିଛି ଲାଭ ନାହିଁ। ଆରେ ଶୁଣ, ଶୀଘ୍ର ଶୀଘ୍ର ସବୁ ଆମ୍ବ ତୋଳି ଆଣ, ନହେଲେ ଏ ଚଢ଼େଇ ସୁଯୋଗ ପାଇଲେ ଆମ ଆମ୍ବ ଚୋରି କରି ନେଇଯିବ। ଏମିତି କଥା ହେଇ ଦୁଇ କାଉ ତାଙ୍କ ଗଛର ଆମ୍ବ ତୋଳିଲେ। ଚଢ଼େଇ ଅଳ୍ପ କିଛି ଆମ୍ବ ଝୁଡ଼ିରେ ନେଇ ବଜାରକୁ ଗଲା। କାଉମାନେ ବି ସବୁ ଆମ୍ବ ତୋଳି ବସ୍ତାରେ ଧରି ବଜାରକୁ ଗଲେ। ଆମ୍ବ ନେଇଯାଅ, ଆମ୍ବ, ମିଠା ମିଠା ବଡ଼ ଆମ୍ବ। ମୋ ଆମ୍ବ ଥରେ ଖାଇଲେ ତାର ସ୍ୱାଦ ଭୁଲି ପାରିବନି। ମୋ ଆମ୍ବ ଭାରି ମିଠା। ଚଢ଼େଇର ଆମ୍ବ ବହୁତ ଛୋଟ ଆଉ ଖଟା। କେହି ବି ତା ପାଖରୁ ଆମ୍ବ କିଣନି। ଆସ ଆସ, ମୋ ପାଖରୁ ବଡ଼ ବଡ଼ ମିଠା ଆମ୍ବ ନେଇଯାଅ। ସତରେ ନା କଣ? ତୋ ଆମ୍ବ ଏତେ ମିଠା? ତୋ କଥା ଶୁଣି ଆମେ ତ ପାଖରୁ ଆମ୍ବ କିଣିବାକୁ ଚାଲି ଆସିଲୁ। ଦେ ଦେ, ଆମକୁ କିଛି ଆମ୍ବ ଦେ। ତାପରେ କାଉ ସମସ୍ତଙ୍କୁ ଆମ୍ବ ଦେଲା। ସବୁ ଚଢ଼େଇ ଆମ୍ବ କିଣି ଘରକୁ ଗଲେ। ଚଢ଼େଇ, ତୁ ଛୋଟ ଛୋଟ ଆମ୍ବ ଆଣି ଭୁଲ କରିଦେଲୁ। ସମସ୍ତେ ବଡ଼ ଆମ୍ବ କିଣିବାକୁ ଭଲ ପାଆନ୍ତି। ଦେଖିଲୁ ସମସ୍ତେ କେମିତି ମୋ ପାଖରୁ ଆମ୍ବ କିଣି ନେଲେ। କାଉ, ମୋ ପାଇଁ ତୁ ଏତେ ଚିନ୍ତା କରନି। ତୁ ବଡ଼ ବଡ଼ ଆମ୍ବ ଅଧିକ ଦାମରେ ବିକ୍ରି କରୁଛୁ। ମୁଁ ମୋ ଛୋଟ ଛୋଟ ଆମ୍ବ ଅଳ୍ପ ଦାମରେ ବିକ୍ରି କରିବି। କମ୍ ଟଙ୍କା ପାଇଲେ ବି ମୋର ଦୁଃଖ ନାହିଁ। କାଉ ଆଉ ଚଢ଼େଇ ଏପରି କଥା ହେବା ସମୟରେ ଯୋଉ ଚଢ଼େଇମାନେ କାଉ ପାଖରୁ ଆମ୍ବ ନେଇଥିଲେ, ସେମାନେ ପୁଣି ଥରେ କାଉ ପାଖକୁ ଆସିଲେ। ଆରେ, ତମେ ମାନେ ମୋ ପାଖକୁ ପୁଣି ଆସିଲ? ମୋ ଆମ୍ବ ଭାରି ମିଠା ଲାଗିଥିବ ନା, ସେଥିପାଇଁ ପୁଣି ଥରେ ଆମ୍ବ କିଣିବାକୁ ଆସିଛ? ତୋ ଆମ୍ବ ଆମେ ତତେ ଫେରେଇବାକୁ ଆସିଛୁ। ଏଇ ନେ, ରକ୍ତ ଖଟା ଆମ୍ବ, ଆମକୁ ଆମ ଟଙ୍କା ଫେରେଇ ଦେ। ମିଛ କହି ଖଟା ଆମ୍ବକୁ ମିଠା ଆମ୍ବ କହି ଆମକୁ ବିକ୍ରି କରୁଛୁ। ମାର, ସମସ୍ତେ କାଉକୁ ମାର। ତାପରେ ସମସ୍ତେ କାଉ ପାଖରୁ ନିଜ ନିଜ ଟଙ୍କା ନେଇ ତାକୁ ପିଟି ପିଟି ବଜାରରୁ ବାହାର କରିଦେଲେ। କାଉ ମନ ଦୁଃଖରେ ନିଜ ଘରକୁ ଫେରିଗଲା। ତାପରେ ସମସ୍ତେ ଚଢ଼େଇ ପାଖକୁ ଗଲେ। ଚଢ଼େଇ, ତୋ ଆମ୍ବ କେମିତି? କାଉ ନିଜ ଆମ୍ବ ବିକ୍ରି କରିବା ପାଇଁ ତୋ ଆମ୍ବକୁ ଖଟା କହୁଥିଲା। ତା କଥାକୁ ବିଶ୍ୱାସ କରି ଆମେ ତା ପାଖରୁ ଆମ୍ବ କିଣିଥିଲୁ। ଏବେ ଲାଗୁଛି
ସେ ନିଜ ଆମ୍ବ ବିକ୍ରି କରିବା ପାଇଁ ତୋ ନାଁରେ ମିଛ କହିଥିଲା। ମୁଁ ଗଛରୁ ପାଳି ଏ ଆମ୍ବ ସବୁ ଧରି ବଜାରକୁ ଚାଲି ଆସିଛି। ମୋ ଆମ୍ବ ଖଟା କି ମିଠା ମୁଁ ଜାଣିନି। ଆଗ ମୋ ଆମ୍ବ ଖାଇ ଦେଖ, ତାପରେ ମୋଠୁ ଆମ୍ବ କିଣିବ। ଆରେ ବା ଚଢ଼େଇ, ତୋ ଆମ୍ବ ତ ଭାରି ମିଠା, ହେଲେ ତୁ ଏତେ କମ ଆମ୍ବ କାହିଁକି ଆଣିଛୁ? ମୁଁ ଆଜି ପ୍ରଥମ ବଜାରକୁ ଆସିଛି, ସେଥିପାଇଁ କମ ଆମ୍ବ ଆଣିଛି। ଭାବିଥିଲି ଆମ୍ବ ବିକ୍ରି ହେଲେ କାଲି ଅଧିକ ଆମ୍ବ ଆଣିବି। ତତେ ଆଉ କଷ୍ଟ କରି ଆମ୍ବ ଆଣିବାକୁ ପଡ଼ିବନି, ଆମକୁ ତ ଠିକଣା ଦେଇଦେ, ଆମେ ତ ଘରକୁ ଯାଇ ଆମ୍ବ ନେଇ ଆସିବୁ। ଏତେ ମିଠା ଆମ୍ବ କିଏ କ'ଣ ଛାଡ଼ି ପାରିବ? ଦେ ଆଜି ଆମକୁ ତୋର ସବୁ ଆମ୍ବ ଦେଇଦେ। ତାପରେ ସମସ୍ତେ ଚଢ଼େଇଠୁ ସବୁ ଆମ୍ବ କିଣି ନେଇ ଚାଲିଗଲେ। ଚଢ଼େଇର ଭଲ ଟଙ୍କା ରୋଜଗାର ହେଲା। ଏସବୁ ଦୂରରୁ କାଉ ବି ଦେଖୁଥିଲା। ସେ ଖୁବ୍ ରାଗିଗଲା, ଆଉ ନିଜ ଘରକୁ ଫେରି ଆସିଲା। ଆରେ କ'ଣ ହେଲା, ତୁ ଏମିତି ରାଗି କରି କାହିଁକି ଘରକୁ ଫେରିଲୁ? କାଉ ତା ସ୍ୱାମୀକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି, ସେ ଚଢ଼େଇର ଆମ୍ବ ଗଛକୁ ଆମେ ନିଜର କରିନେବା। ହେଲେ ସେ ଚଢ଼େଇ ବଞ୍ଚିଥିବା ଯାଏଁ ଆମେ ତା ଗଛକୁ ନେଇ ପାରିବାନି। ଯେମିତି ବି ହେଉ ସେ ଚଢ଼େଇକୁ ମାରିବାକୁ ହେବ। ଏମିତି ସେ ଦୁଇ କାଉ ଚଢ଼େଇକୁ ମାରିବା ପାଇଁ ଯୋଜନା ବନିଲେ। ସେପଟେ ଚଢ଼େଇ ଛୁଆ କିଛି ଆମ୍ବ ଖାଇସାରିଲା ପରେ ତା ମାକୁ କହିଲା, ମା, ସତରେ ଏ ଆମ୍ବ ଭାରି ମିଠା, ମତେ ଆଉ କିଛି ଆମ୍ବ ଦିଅ ନା, ମୁଁ ମୋ ସାଙ୍ଗ ପାଇଁ ନେବି। ତାପରେ ଚଢ଼େଇ ଛୁଆ କିଛି ଆମ୍ବ ନେଇ ତା ସାଙ୍ଗକୁ ଦେଲା। ସେ ଘରକୁ ଫେରିବା ସମୟରେ ଦୁଇ କାଉ ତାକୁ ଦେଖିଲେ। ଆରେ ଦେଖ, ସେପଟେ ସେ ଚଢ଼େଇ ଛୁଆ କୁନି ତା ଘରକୁ ଯାଉଛି। ତୁ ବିଷ ମିଶେଇଥିବା ଏ ଖିଚୁଡ଼ି ତାକୁ ଦେଇଦେ। ମା ଝିଅ ବିଷ ମିଶା ଖିଚୁଡ଼ି ଖାଇ ମରିଗଲେ ତାଙ୍କ ଘର ଆଉ ତାଙ୍କର ଗଛ ଆମର ହେଇଯିବ। କୁନି, ଏ କୁନି, ମୋ କଥା ଟିକେ ଶୁଣିଲୁ ମା? କ'ଣ ହେଲା କାଉ ଆଣ୍ଟି, ମତେ ଡାକିଲ? ଆରେ କୁନି, ମୁଁ ଆଜି ଖିଚୁଡ଼ି ରାନ୍ଧିଥିଲି, ସମସ୍ତଙ୍କୁ ଖିଚୁଡ଼ି ଦେଇଛି, କେବଳ ତୋ ମାକୁ ଦେଇନି। ତୋ ମା ସହ ମୋର ଟିକେ ଝଗଡ଼ା ହେଇଥିଲା, ତୋ ମା ଖିଚୁଡ଼ି ଖାଇବନି ଭାବି ମୁଁ ତାକୁ ଦେଇନି। ତୁ ଏ ଖିଚୁଡ଼ି ନେଇଯା, ତୋ ମାକୁ ବୁଝେଇକି ଖୁଏଇବୁ। ମୁଁ ଆଉ କେବେ ବି ତୋ ମା ସହ ଝଗଡ଼ା ଲାଗିବିନି। ଠିକ ଅଛି କାଉ ଆଣ୍ଟି। ତାପରେ ଚଢ଼େଇ ଛୁଆ ବିଷ ମିଶା ଖିଚୁଡ଼ି ଧରି ତା ଘରକୁ ଫେରୁଥିଲା। ରାସ୍ତାରେ କାଉ ଛୁଆ ତାକୁ ଦେଖିଲା। ଆରେ ଏ କୁନି ତ ଖିଚୁଡ଼ି ଧରି ଯାଉଛି, କେତେ ଦିନରୁ ମୁଁ ଖିଚୁଡ଼ି ଖାଇନି। ଯେମିତି ବି ହେଉ ଆଜି କୁନି ପାଖରୁ ମୁଁ ଏ ଖିଚୁଡ଼ି ନେଇଯିବି। କୁନି, ଏ କୁନି, ତୁ ଏଠି କ'ଣ କରୁଛୁ? ଶୀଘ୍ର ଘରକୁ ଯା, ତୋ ମା ବେହୋସ ହେଇଯାଇଛନ୍ତି। ଚିକି, ତୁ ଏସବୁ କ'ଣ କହୁଛୁ? ମା, ମୁଁ ଏବେ ମୋ ମା ପାଖକୁ ଯିବି। ଏମିତି ଚଢ଼େଇ ଛୁଆ ତରତର ହେଇ ତା ଘରକୁ ଚାଲିଗଲା। ଖିଚୁଡ଼ି ଥାଳି ସେ ସେଇଠି ଛାଡ଼ିଦେଲା। ସେ ଖିଚୁଡ଼ି ଥାଳି ଧରି କାଉ ଛୁଆ ନିଜ ଘରକୁ ଆସିଲା। ବାପା, ମା, ଏଇ ଦେଖ, ମୁଁ ଆଜି ବଜାରରୁ ତମ ପାଇଁ ଖିଚୁଡ଼ି ଆଣିଦେଇଛି। ଚିକି, ତୁ ଖିଚୁଡ଼ି କିଣିବା ପାଇଁ ଟଙ୍କା କୋଉଠୁ ପାଇଲୁ? ବାପା, ମୁଁ ରାସ୍ତାରେ ଟଙ୍କା ପାଇଥିଲି, ସେଇ ଟଙ୍କାରେ ମୁଁ ଖିଚୁଡ଼ି କିଣିଛି। ଦେଖିଲ, ଆମ ଝିଅ କେତେ ବୁଦ୍ଧିମାନ, ନିଜେ ନ ଖାଇ ଆମ ପାଇଁ ଖାଇବା ଆଣିଛି, ମୋ ସୁନା ଝିଅ। ଏଇ ପ୍ରଶଂସା ଶୁଣିବା ପାଇଁ ତ ମୁଁ ବାପା ମାଙ୍କୁ ମିଛ କହିଲି। ଏବେ ମୁଁ ଯାହା କହିବି ବାପା ମା ମତେ ଆଣିଦେବେ। ତାପରେ ଦୁଇ କାଉ ଖିଚୁଡ଼ି ଖାଇଲେ। ଖାଇ ସାରିବା ପରେ ସେମାନେ ବିଷ ଯନ୍ତ୍ରଣାରେ ଛଟପଟ ହେଲେ। ଆରେ ଏ ଖିଚୁଡ଼ିରେ ତ ବିଷ ମିଶା ଯାଇଛି। ଆମେ ଚଢ଼େଇକୁ ମାରିବା ପାଇଁ ଯୋଉ ଖିଚୁଡ଼ି ଦେଇଥିଲେ, ଇଏ ବୋଧେ ସେଇ ଖିଚୁଡ଼ି। ମା ଚିକି, ସତ କହ, ତୁ ଏ ଖିଚୁଡ଼ି କୋଉଠୁ ଆଣିଛୁ? ତାପରେ କାଉ ଛୁଆ ସବୁ ସତ କଥା କହିଦେଲା। ଚିକି, ତୁ କାହିଁକି କୁନି ପାଖରୁ ଏ ଖିଚୁଡ଼ି ଆଣିଲୁ? ଆମେ ଚଢ଼େଇକୁ ମାରିବା ପାଇଁ ଏ ଖିଚୁଡ଼ିରେ ବିଷ ମିଶେଇଥିଲୁ। ଏବେ ଆମେ ସେଇ ଖିଚୁଡ଼ି ଖାଇ ମରିବାକୁ ଯାଉଛୁ। ଅନ୍ୟ ପାଇଁ ଗାତ ଖୋଳିଲେ ନିଜେ ହିଁ ସେ ଗାତରେ ପଡ଼ନ୍ତି। ହଁ, ତୁମେ ଠିକ କହିଲ। ମା ଚିକି, ଆମେ ଏବେ ମରିଯିବୁ, ତୁ ଏକା ବଞ୍ଚିବୁ। ନିଜର ଧ୍ୟାନ ରଖିବୁ ମା, ଆମ ପରି କେବେ ହେବୁନି, ଅନ୍ୟର କ୍ଷତି କରିବୁନି, ସବୁବେଳେ ସତ୍ ପଥରେ ଚାଲିବୁ। ଏମିତି କହୁ କହୁ ହିଁ ଦୁଇ କାଉ ମରିଗଲେ। ଏସବୁ ଦେଖି କାଉ ଛୁଆ ଅନେକ କାନ୍ଦିଲା। ସେବେଠାରୁ ସେ ନିଜକୁ ପରିବର୍ତ୍ତନ କଲା, ସମସ୍ତଙ୍କ ସହ ମିଳିମିଶି ରହିଲା। ସେପଟେ ମା ଚଢ଼େଇ ତା ଆମ୍ବ ବିକ୍ରି କରି ଅନେକ ଟଙ୍କା ପାଉଥିଲା, ଆଉ ତା ଝିଅ ସହ ଖୁସିରେ ରହିଲା।